କଣ କହିଲେ? ନା ନା ପରବର୍ତ୍ତୀ ନା ବିଲକୁଲ ନାହିଁ କୁହନ୍ତୁ। ଆରେ ଆପଣ ନିଜର ନା ଇଏ ତ ଜୀବନର ଗୋଟିଏ ପାର୍ଟ ପାର୍ଟ ଗୋଟେ ସାଂସାରିକ ଜୀବନ କରିବା। ମୁଁ ବହୁତ ଲେଟରେ ହେଲେ ବି ଶେଷ ନିଷ୍ପତ୍ତି ନେଲି ଯେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ। ଏବଂ ଆସନ୍ତା 12 ତାରିଖ ଦିନ ଗୋଆଠାରେ ବିବାହ ବନ୍ଧନରେ ବାନ୍ଧି ହେଉଛି। ବହୁତ କ୍ଲୋଜ ଫ୍ରେଣ୍ଡ ଏବଂ ବହୁତ ଫ୍ୟାମିଲି ମେମ୍ବରଙ୍କ ମଧ୍ୟରେ। ଆପଣମାନଙ୍କର ଶୁଭେଚ୍ଛା, ଆପଣମାନଙ୍କର ଆଶୀର୍ବାଦ ନିହାତି ଆବଶ୍ୟକତା ଅଛି। ଜିମ୍ରେ ପ୍ରଥମେ ଦେଖା ହେଇଥିଲା ଏବଂ ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ସେରେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଆମେ ନିଷ୍ପତ୍ତି ନେଇଛୁ। ନା ଆମର ଏଇଠି ସତ୍ୟନଗରରେ ଯୋଉ ଲିଜେଣ୍ଡ ଜିମ୍ ଅଛି ସେଇଠି ଦେଖା ହେଇଥିଲା ପ୍ରଥମେ। ନା ବିଶେଷ କରି ଆମର 50ରୁ 60 ଜଣ ମୋ ଭେରି କ୍ଲୋଜ ରିଲେଟିଭ୍ସ ଆଣ୍ଡ ଭେରି କ୍ଲୋଜ ଫ୍ରେଣ୍ଡ ସର୍କଲ୍ସ। ନିର୍ବାଚନ ମଣ୍ଡଳୀ ବିଶେଷ କରି ସେମାନଙ୍କୁ ଆମେ ଇନଭାଇଟ୍ କରିଛୁ। ଏବଂ ପରବର୍ତ୍ତୀ ସମୟରେ ଗୋଟେ ଗ୍ରାଣ୍ଡ ରିସେପସନ ହବ, ଯାହାକି 2-3 ମାସ ପରେ ଆମେ ପ୍ଲାନ୍ କରିବୁ। ଗୋଟେ ଆଚ୍ଛା, ମାସ ପରେ ହୁଏ 3 ବର୍ଷ ଧରିକି ଫୋର୍ଥ ଇୟର ସେ ସମୟ ଆସି ପହଞ୍ଚିଲା। ଆପଣମାନଙ୍କର ସଦିଚ୍ଛାରେ ସେ ସମୟ ଆସି ସେଥିରେ ପହଞ୍ଚି ନା ମୁଁ ବି ବିଶ୍ୱାସ କରୁନଥିଲି, ମୋର ବି ମୁଡ୍ ନଥିଲା। ମୁଁ ତ ବହୁ କଷ୍ଟରେ ନିଷ୍ପତ୍ତି ନେଲି। ମୁଁ ଭାବିଥିଲି ମୁଁ ସାରା ଜୀବନ ଏକୁଟିଆ ରହିବି ବୋଲି। ହଁ, ଏଇ ଗୋଟେ ସିଜନ, ମ୍ୟାରେଜ ସିଜନ ଏବଂ ଯୋଉମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଗୋଟେ ଭଲ ସମୟ ଏବଂ ଲାଇଫରେ ସେଟେଲ ହେବା ବି ନିହାତି ଆବଶ୍ୟକତା ଅଛି। ପୁରା 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 ସହମତି ଅଛି। ସମସ୍ତଙ୍କ ସହମତି ଅଛି, ସମସ୍ତଙ୍କ ଆଶୀର୍ବାଦ ଅଛି, ଶୁଭେଚ୍ଛା। ଥ୍ୟାଙ୍କ ୟୁ।